हरे कृष्ण। बस जाऊँगी बर्तमान। वीडियो ऑन करना। ଆଜ୍ଞା ସାଉଣ୍ଡ ଆସୁଛି। ହରେ हाँ କୃଷ୍ଣ। ओके ओके। हाँ हाँ एबे ठीक है। हाँ कौन है जे से पुणी पळेइ जाई पारे से प्रोब्लेम हो जेटा से फॉर्मेटिंग करिछि किंतु हम्म फॉर्मेटिंग पर स्टिल प्रोब्लेम दउछि हार्डवेयर प्रोब्लेम जे पारे कोन मु जानि कोन नै से देखिवा काली पुणी आउ थरे आसीबो एनीवे आमे आकु रेकॉर्डिंग जेहेतु करूछि मते आउ टिके आगुरु आरंभ କରିବାକୁ पड़िबो नहले नै रेकॉर्डिंग रे रहिबनी गोटे सेकंड। एक सेकंड में टिके एडजस्ट कर दिए। तबे आमे चर्चा करूथिले जे माने फास्टिंग पूर्वपर संपर्क रे जे यज्ञ समाप्त होउची कोउठी ना ज्ञान रे एवं ज्ञान प्राप्त करिया पई भगवान विधि भी बतैले। विधि होउची प्रणिपातेन परिप्रश्नेन सेवया ए तीनोटी उपाय रे तत्वदर्शन को हमें ज्ञान प्राप्त करिबा। तापर भगवान 35 नंबर श्लोक रु ज्ञानर फायदा बा रिजल्ट कथा कहउचंती। ज्ञान रे कोन हम पाई ज्ञान प्राप्त कले कोन मिलिबो। 35 नंबर श्लोक रे भगवान कहले आमे मोह मुक्त हवा सेकेंड आमे जानि परिबा जे आमे होचे भगवानंकर अंश एवं ये भी जानिबा जे परमात्मा को भितरे आमे समस्त अच्छे प्रत्येक जीव आमे कोन प्रत्येक जीव परमात्मा को भितरे अछंती एवं ये समस्त को ऊपर परमात्मा को ऊपर ये प्राणी को ऊपर एवं प्राणी को ऊपर आत्मा आत्मा को ऊपर परमात्मा परमात्मा को ऊपर जेते हमर अवतार अछंती ସେମାନେ ସମସ୍ତେ ଅଛନ୍ତି କିନ୍ତୁ ତାଙ୍କ ଉପରେ ସର୍ବୋପରି କୃଷ୍ଣ ଏସବୁ ଆମେ ଜାଣିପାରିବା। ତେବେ ଏଇଭଳି ଶୁଣିଲେ ଅର୍ଜୁନ ଭାବୁଛନ୍ତି ଠିକ ଅଛି ଇଏ ତ ଠିକ ଅଛି ମୁଁ ଜ୍ଞାନ ପ୍ରାପ୍ତ କରିବି ମୋର ତ ମୋହ ଚାଲିଯିବ କିନ୍ତୁ मोह चलीज अर्थ कौन माने मोर जो माने मु जहाँ भावुची मोर भाई बंधु कुटुंब बा मोर गुरु मोर बापा मोर जेजे बापा एमती भावुची ए सब आउ भाबिबिनी ये भावना मोर चलीजिव एवं मु युद्ध करिबी एवं मते लोक केही कहबेनी जे ये डरपोक बोलिकी बा भीरु युद्ध कलानी ना ये सब ठीक अच्छी किंतु अर्जुन भावुଛନ୍ତି କିନ୍ତୁ ମୋର ପାପ ଜିନିଷ କଣ ହବ ମୁଁ ତ ମାରିବି ନା ମୁଁ ଯୁଦ୍ଧ କରିବି ମାନେ ମୁଁ ମାରିବି ମାରିଲେ ତ ପାପ ହେଲା ପାପ କଥା କଣ ହବ। ତେଣୁ ଭଗବାନ ଅନ୍ତର୍ଯ୍ୟାମୀ ଜାଣୁଛନ୍ତି ସେ କହୁଛନ୍ତି କୃଷ୍ଣ ଠିକ ଅଛି ପାପ କଣ ହବ ତା ବି କଣ ହବ ମୁଁ କହିବି ଶୁଣ ଏ ଶ୍ଲୋକରେ ତେଣୁ ଭଗବାନ ଏ ଶ୍ଲୋକଟି କହିଲେ। ଓକେ ଆମେ ଶ୍ଲୋକ ଆଲୋଚନା କରିଦେଇଛେ ଅଲରେଡି ଆବୃତ୍ତି କରିଦେଇଛେ ଜଣେ କିଏ ଆବୃତ୍ତି କରୁଥିଲେ ଚାଲିଗଲା ଏନିୱେ ठीक अच्छे आम समय आगे बढ़ी जा तेरे श्लोक रे भगवान कहते जहाँ बही अच्छी आप देखु से कहते अपिचेत असी अपिचेत असी अपिचेत माने इवन इफ माने एई भी जदि हुए जदि तुम यही हुआ वो भली पापेभ्य सर्वेभ्य जिते पाप बा पापी अच्छी दुनिया रे सब पापी पाप मान भितर तमें जदि पाप कृतमह माने सर्वश्रेष्ठ पापी ताले कौन कहते ज्ञान प्लवन एवं जेतबले ज्ञान प्लवेन माने ज्ञान रूपक नौका को आरोहण करिवो कौन हम सर्वं वृजिनं संतरिष्यसि सर्वं सब पाप वृजिनं वृजिनं माने
ଏ ଦୁଃଖର ସାଗର, ଏ ଯୋଉ ପାପ, ଏ ଭବ ସାଗର ଯୋଉ ଯାହାକୁ ଆମେ କହୁଛେ ପାପର ସାଗର, ତାକୁ ତମେ ସନ୍ତରି ଶେଷ ମାନେ ପାର କରିଯିବ, ପହଁରିକି ଚାଲିଯିବ, এইଭଳି ଭଗବାନ କହୁଛନ୍ତି। ତାମାନେ ଇନ୍ ସର୍ଟ ୱାନ୍ ସେଣ୍ଟେନ୍ସ ଭଗବାନ କହୁଛନ୍ତି ଯେ ଯଦି ଆମେ ଦିବ୍ୟ ଜ୍ଞାନ ପ୍ରାପ୍ତ କରିବା, ଅର୍ଜୁନ ତମେ ଯଦି ଦିବ୍ୟ ଜ୍ଞାନ ପ୍ରାପ୍ତ କରିବ ତାହେଲେ ସମସ୍ତ ପାପରୁ ମୁକ୍ତ ହେଇଯିବ। ଆଉ ପାପ କଥା କଣ କହୁଛ ଏଇଭଳି। ସେଥିପାଇଁ ଭଗବାନ ଯେତେବେଳେ ଅପିଚେତ ରୁ ଆରମ୍ଭ କରୁଛନ୍ତି, ଦ୍ୟାଟ ଇଜ ଭେରି ଇମ୍ପୋର୍ଟାଣ୍ଟ। ଅପିଚେତ ମାନେ ସେ କହିବାକୁ ଚାହୁଁଛନ୍ତି, ମାନେ ଫାଷ୍ଟ ଲାଇନରେ ଆପଣ ଦେଖନ୍ତୁ ଏ ସବୁ ଗୁଡ଼ିକ ଯଦିଓ ପାପ କୃତମଃ ସୁପରଲେଟିଭ ଡିଗ୍ରୀ ସେ ଶବ୍ଦଟି, ବାକି ସବୁ ଗୁଡାକ ମଧ୍ୟ ସୁପରଲେଟିଭ ନହେଲେ ମଧ୍ୟ ସୁପରଲେଟିଭ ଭଳି ଭଗବାନ ୟୁଜ କରିଛନ୍ତି। ପାପେଭ୍ୟ ସର୍ବେଭ୍ୟ, ସବୁ ପାପ ବା ପାପୀ ମାନଙ୍କ ଭିତରେ, ମାନେ କେତେ ଏମ୍ଫାଟିକାଲ ୱାର୍ଡସ୍। ଅପିଚେତ ଅସି, ଏଇଭଳି ବି ଯଦି ହୁଏ, ମାନେ ପୁରା ଏମ୍ଫାଟିକାଲ ଷ୍ଟେଟମେଣ୍ଟ ଏ ଲାଇନଟା ଭଗବାନଙ୍କର, ଜୋର ଦେଇକି ସେ କହୁଛନ୍ତି ସୁପରଲେଟିଭ ଡିଗ୍ରୀରେ। ତେଣୁ ସେ କହୁଛନ୍ତି ଯେ ଯଦି ବି ତମେ ସବୁ ପାପ ମାନଙ୍କ ଭିତରେ ତମେ ସବୁଠୁ ମହାପାପୀ ହେଇଥିବ, ଏପରି ବି ଯଦି ହୁଏ, ଯଦି ଏଇଭଳି ହୁଏ ଯେ ତମେ ସବୁ ପାପୀ ମାନଙ୍କ ଭିତରେ ସର୍ବଶ୍ରେଷ୍ଠ ପାପୀ, କାହିଁକି ଏମିତି କହୁଛନ୍ତି ଭଗବାନ? ଏତେ ଓଜନଦାର ୱାର୍ଡ ଦେଇକି କାହିଁକି କହୁଛନ୍ତି? କଣ କହିବାକୁ ଚାହୁଁଛନ୍ତି? ସେ କହୁଛନ୍ତି ପ୍ରଥମ ଜିନିଷ ଯେ ଜ୍ଞାନର ମହିମା, ସେ ମାନେ ଜ୍ଞାନକୁ ଗ୍ଲୋରିଫାଇ କରୁଛନ୍ତି। ଜ୍ଞାନ କେତେ ମହାନ, ଜ୍ଞାନର ଗୁଣଗାନ କରୁଛନ୍ତି ଫାର୍ଷ୍ଟ ଥିଙ୍ଗ, ସେଥିପାଇଁ ଏମ୍ପାଟିକାଲ କରିଛନ୍ତି। ଏବଂ ଜ୍ଞାନ କେତେ ପାୱାରଫୁଲ, ଇଏ ହେଲା ପ୍ରଥମ। ସେକେଣ୍ଡ, ଭଗବାନ ଏଇଭଳି କହୁଛନ୍ତି ଯେ ସବୁ ପାପୀ ମାନଙ୍କ ଭିତରେ ତମେ ମହାପାପୀ ହେଇଥିଲେ ବି, କାହିଁକି ନା ଆଶ୍ୱାସନା ଦଉଛନ୍ତି କାହାକୁ? ଅର୍ଜୁନଙ୍କୁ। ସବୁ ଲିମିଟ କ୍ରସ୍ କରିକି ଭଗବାନ କହୁଛନ୍ତି, ଆଶ୍ୱାସନା ଦଉଛନ୍ତି ତାଙ୍କର ଯୋଉ ଶଙ୍କା ଅଛି ଦୂର କରିବା ପାଇଁ। ତାଙ୍କର ଶଙ୍କା କଣ? ଅର୍ଜୁନ କହୁଛନ୍ତି ଯେ ମୋର ପାପ କଣ ହବ, ସେଇଥିପାଇଁ କୃଷ୍ଣ ତାଙ୍କର ଶଙ୍କା ଦୂର କରୁଛନ୍ତି। ପାପକୁ ଡରୁଛ ଅର୍ଜୁନ, এইଭଳି ଷ୍ଟେଟମେଣ୍ଟ ଦେଇକି ସେ କହୁଛନ୍ତି। ଫାର୍ଷ୍ଟ ଲାଇନଟା ଏଇଭଳି ଯେ ତମେ ପାପକୁ ଡରୁଛ, ଦୁନିଆରେ ପାପ କଣ ହେଇପାରିବ ଅର୍ଜୁନ? ଏମିତି କଣ ପାପ ଅଛି? ମାନେ ଦେଖନ୍ତୁ, ମାର୍କ କରନ୍ତୁ, ଅର୍ଜୁନ ମାନେ କେତେ ଏଠି କୃଷ୍ଣ କେତେ ମାନେ ନିଜ ପଏଣ୍ଟକୁ ଏଷ୍ଟାବ୍ଲିଶ କରିବା ପାଇଁ, ନିଜ ମତକୁ ସାବ୍ୟସ୍ତ କରିବା ପାଇଁ ସେ ମାନେ ସେଥିରେ ସିଦ୍ଧହସ୍ତ ସେ, ଏବଂ ସେ କେତେ ୟାକୁ ଏମ୍ଫାଟିକାଲ ଏ ୱାର୍ଡ ଗୁଡାକରେ କେତେ ଓଜନ ଦେଇ ଦେଇଛନ୍ତି। ଏପରି ବି ଯଦି ହୁଏ, ତମେ ପାପୀ ମାନଙ୍କ ଭିତରେ ମହାପାପୀ, ମାନେ ଇଏ ହଉଛି ତାଙ୍କର ଇଏ, କୃଷ୍ଣ ଏଥର ମାହିର, ସେ ସିଦ୍ଧହସ୍ତ। ତେଣୁ ସେ ନିଜ ପଏଣ୍ଟକୁ ଏଷ୍ଟାବ୍ଲିଶ କରିବାକୁ ଚାହୁଁଛନ୍ତି। କଣ ଏଷ୍ଟାବ୍ଲିଶ କରିବାକୁ ଚାହୁଁଛନ୍ତି? ସେ କହୁଛନ୍ତି ଯଦିବା ତମେ ମହାପାପୀ ହେଇଥିବ ଅର୍ଜୁନ, ତଥାପି ତମେ ଶୁଦ୍ଧ ହେଇଯିବ ଏବଂ ଦିବ୍ୟ ଜ୍ଞାନ ପ୍ରାପ୍ତ କରିବ। এই ଷ୍ଟେଟମେଣ୍ଟ, ଫାର୍ଷ୍ଟ ଷ୍ଟେଟମେଣ୍ଟ ଦେଇକି ଭଗବାନ ଫାର୍ଷ୍ଟ ଲାଇନରେ ଶ୍ଲୋକର ଏହା କହିବାକୁ ଚାହୁଁଛନ୍ତି ଯେ ତମେ ଯଦିବା ମହାପାପୀ ହେଇଥିବ, ତଥାପି ତମେ ଶୁଦ୍ଧ ହେଇଯିବ ଏବଂ ଦିବ୍ୟ ଜ୍ଞାନ ପ୍ରାପ୍ତ କରିପାରିବ। କାହିଁକି କହୁଛନ୍ତି ଭଗବାନ? ଭଗବାନ କହୁଛନ୍ତି ଯେ ଠିକ ଅଛି, ଯୋଉମାନେ ଜ୍ଞାନୀ ବା ବୁଝିବା ବାଲା ବ୍ୟକ୍ତି, ସେମାନେ ଭାବନ୍ତି ଏଇଆ ଯେ ଆମେ ଯଦି ପାପ କରିଛେ ତାହେଲେ ଆମେ ଶୁଦ୍ଧ ହେଇପାରିବାନି। ଅର୍ଜୁନ ସେଇଭଳି ଭାବୁଛନ୍ତି, ଯଦି ଶୁଦ୍ଧ ନ ହେଇପାରିବା ତାହେଲେ ଆମେ ଦିବ୍ୟ ଜ୍ଞାନ ପ୍ରାପ୍ତ କରିବା କେମିତି? କାରଣ ଶୁଦ୍ଧ ହେଲେ ହିଁ ଦିବ୍ୟ ଜ୍ଞାନ ଆମେ ପ୍ରାପ୍ତ କରିପାରିବା। ଏମାନେ ଜ୍ଞାନୀ ମାନେ ବୁଝନ୍ତି ବା ଯୋଉମାନେ ବୁଝିବା ବାଲା ଏହା ବୁଝନ୍ତି। ତେଣୁ ପ୍ରଥମ କଥା, ଅର୍ଜୁନ ଭାବୁଛନ୍ତି ମୁଁ ତ ପାପୀ, ଶୁଦ୍ଧ ତ ହେଇପାରିବିନି। ଯଦି ଶୁଦ୍ଧ ହେଇପାରିବିନି, ଦିବ୍ୟ ଜ୍ଞାନ କେମିତି ପାଇବି? ଯଦି ଦିବ୍ୟ ଜ୍ଞାନ ନ ପାଇଲି ତାହେଲେ ମୋର ସ୍ୱରୂପ ସ୍ଥିତିରେ ମୁଁ କେମିତି କାମ କରିବି? ଦିବ୍ୟ ଜ୍ଞାନ ପାଇଲେ ହିଁ ମୁଁ ଜାଣିପାରିବି ଯେ ମୁଁ ହଉଛି ଭଗବାନଙ୍କର ଦାସ, ମୋ ସ୍ୱରୂପ ସ୍ଥିତିକୁ ମୁଁ ଜାଣିଲି ଏବଂ ସେଇ ଅନୁସାରେ ମୁଁ କର୍ମ କରିବି। ମାନେ ଜ୍ଞାନୀ ଏଇ ପ୍ରଶ୍ନ ତିନୋଟି ଉଠନ୍ତି ଅର୍ଜୁନଙ୍କ ମନରେ।
ଜ୍ଞାନୀ ଉଠାନ୍ତି ଏବଂ ଅର୍ଜୁନଙ୍କ ମଧ୍ୟ ମନରେ ମଧ୍ୟ ସେଇ ଜ୍ଞାନୀ ମାନଙ୍କ ଭଳି ଏଇ ପ୍ରଶ୍ନ ତିନୋଟି ଆସିଲା ଯେ ମୁଁ ତ ପାପୀ, ଶୁଦ୍ଧ କେମିତି ହେବି? ଶୁଦ୍ଧ ନହେଲେ ମୁଁ ଜ୍ଞାନ କେମିତି ପାଇବି? ଜ୍ଞାନ ନ ପାଇଲେ ମୋର ଦାସତ୍ୱ କାମ କରିବି କେମିତି? ସେଥିପାଇଁ ଭଗବାନ ତିନିଟି ସୁପରଲେଟିଭ ଡିଗ୍ରୀ, ଅଲମୋଷ୍ଟ ତିନିଟାକୁ ଆମେ କହିପାରିବା ସୁପରଲେଟିଭ ଡିଗ୍ରୀ। ଯଦିଓ ପାପକୃତ କେବଳ ରିଅଲି ସୁପରଲେଟିଭ, ପାପକୃତ, ପାପକୃତତର, ପାପକୃତତମ, କିନ୍ତୁ ଅନ୍ୟ ଗୁଡ଼ିକ ମଧ୍ୟ ସୁପରଲେଟିଭ ଭଳି। ତେଣୁ ତିନୋଟି ସୁପରଲେଟିଭ ଡିଗ୍ରୀ ଶବ୍ଦ ବ୍ୟବହାର କରି ଭଗବାନ ଏଇ ଯୋଉ ତିନୋଟି ପ୍ରଶ୍ନ ମାଇଣ୍ଡରେ ଆସୁଛି ଅର୍ଜୁନଙ୍କର, ତାକୁ ଖାରଜ କରିଦେଲେ, ରିଜେକ୍ଟ କରିଦେଲେ। ଯେ ମୁଁ କେମିତି ପାପୀ, ମୁଁ ତ ପାପୀ, ଶୁଦ୍ଧ କେମିତି ହେବି? ଶୁଦ୍ଧ ନହେଲେ ମୁଁ ଦିବ୍ୟ ଜ୍ଞାନ କେମିତି ପାଇବି? ତାକୁ ରିଜେକ୍ଟ କରୁଛନ୍ତି। କଣ କହିବାକୁ ଚାହୁଁଛନ୍ତି? ଭଗବାନ କହୁଛନ୍ତି ଶୁଦ୍ଧି ହେବା ପରେ ଜ୍ଞାନ ପ୍ରାପ୍ତ କରିବାର ଯୋଗ୍ୟତା ବା ଇଚ୍ଛା ଆସେ, ଏହା ସତ୍ୟ। ଆମେ ଶୁଦ୍ଧ ହେଲେ ହିଁ ଜ୍ଞାନ ପ୍ରାପ୍ତ କରିବାର ଯୋଗ୍ୟତା ଆସିବ ବା ଇଚ୍ଛା ଆସିବ, ଇଏ ସତ୍ୟ। କିନ୍ତୁ ଇଏ ସତ୍ୟ ଭୌତିକ ବିଚାରରେ। ଭଗବାନ କହୁଛନ୍ତି ଏ ଯୋଉ ଆମେ ଭୌତିକ ବୁଦ୍ଧିରେ ଇଏ ଠିକ ଅଛି, କିନ୍ତୁ ଅର୍ଜୁନ ଏସବୁ ଭୁଲିଯା। କାହିଁକି? ଇଏ ମୋ କେସରେ ପ୍ରଯୁଜ୍ୟ ନୁହେଁ, ନଟ୍ ଆପ୍ଲିକେବଲ ଇନ୍ ମାଇ କେସ୍। ଯଦି ଜଣେ ମୋ ସାଙ୍ଗରେ ଡାଇରେକ୍ଟଲି କନେକ୍ଟେଡ ଅଛି, ଯୁକ୍ତ ଅଛି, ତାହେଲେ ଏଇ ଯୋଉ ଜ୍ଞାନୀ ମାନେ ଯେମିତି ଭାବନ୍ତି ଆମେ ଶୁଦ୍ଧ ହବା ଦରକାର, ଶୁଦ୍ଧ ହେଲେ ଜ୍ଞାନ ପ୍ରାପ୍ତ କରିବା ଦରକାର, ଏହାର ଆବଶ୍ୟକତା ନାହିଁ। ଇଏ ମୋ ପାଖରେ ପ୍ରଯୁଜ୍ୟ ନୁହେଁ ଯଦି ମୋ ପାଖରେ ସେ ଯୁକ୍ତ ଅଛି। କେମିତି? ନା ଯେମିତି ଧରନ୍ତୁ ଗୋଟେ ଘର ଅଛି, ସେ ଘରଟା ବହୁତ ଦିନରୁ ଅନ୍ଧାରରେ ରହିଛି, ବହୁତ ଦିନରୁ, କିନ୍ତୁ ଆମେ ତା ଭିତରେ ପଶିଲେ ହଠାତ୍ ଲାଇଟଟେ ଜଳେଇ ଦେଲେ। ଯେତେବେଳେ ଲାଇଟଟେ ଜଳେଇ ଦେଲେ ସେ ଘରଟା ଆଲୋକିତ ହେଇଗଲା ନା ଟାଇମ ଲାଗିଲା? ଯୋଉ ମୋମେଣ୍ଟରେ ଆମେ ଲଗେଇଲେ ସାଙ୍ଗେ ସାଙ୍ଗେ ଲାଇଟ ଘରଟି। ସେମିତି ଭଗବାନ ଏଠି କହୁଛନ୍ତି ଯେ ସବୁ ମହାପାପୀ ମାନଙ୍କ ଭିତରେ ଯଦି ତମେ ସର୍ବଶ୍ରେଷ୍ଠ ପାପୀ ହୁଅ ବି, ଭୁଲି ଯା ଏ ଶୁଦ୍ଧିକରଣ କଥା, ଭୁଲି ଯା ପ୍ୟୁରିଫିକେସନ କଥା, ଭୁଲି ଯା। ପାପ ଯିବାକୁ କେତେ ସମୟ ଲାଗିବ? ପାପ ଯିବାକୁ କେତେ ସମୟ ଲାଗିବ? ଅର୍ଥାତ୍ ଭଗବାନ କହୁଛନ୍ତି ବିନା ଶୁଦ୍ଧିକରଣରେ ମଧ୍ୟ ପାପ ଚାଲିଯିବ। କେମିତି ଯିବ? ସେକେଣ୍ଡ ଲାଇନରେ ଭଗବାନ କହୁଛନ୍ତି ସର୍ବଂ ଜ୍ଞାନ ପ୍ଲବେନ ଏବ ବୃଜିନଂ ସନ୍ତରିଷ୍ୟସି। ତାକୁ ଆମେ ବୁଝେଇବା। କହୁଛନ୍ତି ଯେ ସବୁ ପାପକୁ, ମାନେ ଏଇ ଯୋଉ ବ୍ରିଜିନଂ ମାନେ ଦୁଃଖାର ନବ, ମାନେ ସେ କଣ କହିବାକୁ ଚାହୁଁଛନ୍ତି? ସେ କହୁଛନ୍ତି ଜ୍ଞାନ ପ୍ଲବେନ ଏବ, ଜ୍ଞାନ ରୂପକ ନୌକାରେ ଯଦି ଆମେ ଆଶ୍ରୟ ନେଇଗଲେ, ତାର ସାହାରାରେ ଆମେ ବସିଗଲେ, ଆରୋହଣ କଲେ, ସର୍ବଂ ବ୍ରିଜିନଂ, ସବୁ ପାପ ଏବଂ ବ୍ରିଜିନଂ ମାନେ ଏ ଦୁଃଖ ସାଗର, ଏ କଷ୍ଟ ସାଗର, ଏ ଜନ୍ମ ମୃତ୍ୟୁର ସାଗର, ତାକୁ ଆମେ ପାର କରିଯିବା। ଭଗବାନ ଏଇ କଥା କହୁଛନ୍ତି। ତାମାନେ ଦେଖନ୍ତୁ ଭଗବାନ କଣ କହୁଛନ୍ତି? ଜ୍ଞାନକୁ ଏଠି ନୌକା ସାଙ୍ଗରେ ଏବଂ ପାପକୁ ସମୁଦ୍ର ସାଙ୍ଗରେ ତୁଳନା କରିଛନ୍ତି। ଜ୍ଞାନକୁ ନୌକା ସାଙ୍ଗରେ, ପାପକୁ ସମୁଦ୍ର ସହିତ ତୁଳନା କରିକି କହୁଛନ୍ତି। ତେଣୁ ଜ୍ଞାନକୁ ନୌକା ସାଙ୍ଗରେ ଫାଷ୍ଟ ଦେଖିବା, ଜ୍ଞାନକୁ ନୌକା ସାଙ୍ଗରେ। ଆଗ ଫାଷ୍ଟ ଜାଣିବା ଜ୍ଞାନ କଣ। ଆମେ ଅନେକ ଥର ଆଲୋଚନା କରିଛେ, କିନ୍ତୁ ଯେତେ ଥର ଶ୍ଲୋକରେ ଏଇଭଳି ଆସୁଛି ଆମେ ଆଉ ଥରେ ତାକୁ ରିପିଟ କରୁଛେ ବେଟର ଜାଣିବା ପାଇଁ। ଜ୍ଞାନ ହଉଛି ଏଗେନ୍ ଯୋଉ ଆମେ ପଞ୍ଚମ ଅଧ୍ୟାୟରେ ଆମେ ଯେତେବେଳେ ଦେଖିବା ଲାଷ୍ଟ ଶ୍ଲୋକ 29 ନମ୍ବର ଶ୍ଲୋକ, ସେଠି ସେ ଶ୍ଲୋକର ଲାଷ୍ଟରେ ଭଗବାନ କହୁଛନ୍ତି ଜ୍ଞାନ ଜ୍ଞାତ୍ୱା ଶାନ୍ତି ମୃଚ୍ଛତି, ଶାନ୍ତି ମୃଚ୍ଛତି, ଏଇଭଳି ଭଗବାନ କହୁଛନ୍ତି।
ଏଇଭଳି ଜାଣିଲେ ଶାନ୍ତି ମିଳିବ। ଶାନ୍ତି ମିଳିଲେ ସୁଖ ମିଳିବ। କେମିତି ଜାଣିଲେ, କଣ ଜାଣିଲେ? ଫାଷ୍ଟ ତିନୋଟି ଲାଇନରେ ସେ କହୁଛନ୍ତି କଣ? ଭୋକ୍ତାରାଂ ଯଜ୍ଞ ତପସାଂ, ତାମାନେ ମୁଁ ଭୋକ୍ତା, ସର୍ବଲୋକ ମହେଶ୍ୱରମ୍, ସୁହୃଦମ୍ ସର୍ବଭୂତାନାଂ, ଜ୍ଞାତ୍ୱା ମାମ୍ ଶାନ୍ତି ମୃଚ୍ଛତି। ଏଇଭଳି ଯୋଉ ଭଗବାନ ସେ ପଞ୍ଚମ ଅଧ୍ୟାୟରେ କହୁଛନ୍ତି, ତାହେଲେ ଭଗବାନ କହୁଛନ୍ତି ମତେ ଯିଏ ଜାଣିଗଲା ଏଇଭଳି କଣ, ଯେ ମୁଁ ହଉଛି ଭୋକ୍ତା, ଯେକୌଣସି ଜିନିଷର ଭୋକ୍ତା, ମାନେ ଯଜ୍ଞ କର, ତ୍ୟାଗ କର, ତପସ୍ୟା କର, ଉପବାସ କର, ସବୁ ର ଭୋକ୍ତା ମୁଁ, ଭଗବାନ କହୁଛନ୍ତି। ମାନେ ଆମେ ଖାଏ ବା ଉପବାସ କରେ, ଆମେ ଭୋଗ କରେ ବା ତ୍ୟାଗ କରେ, ସବୁ ମୁଁ, ଭଗବାନ କହୁଛନ୍ତି ମୁଁ ଭୋକ୍ତା। କାହିଁକି? କାହିଁକି ସେ ଭୋକ୍ତା? ସେ କହୁଛନ୍ତି ସର୍ବଲୋକ ମହେଶ୍ୱର, ମୁଁ ହଉଛି ଏ ଅନନ୍ତ କୋଟି ବ୍ରହ୍ମାଣ୍ଡର ମାଲିକ, ମାଲିକ ମୁଁ, ପ୍ରୋପ୍ରାଇଟର, ତେଣୁ ମୁଁ ଭୋକ୍ତା। ଅର୍ଜୁନ ଭାବୁଛନ୍ତି ନାଇଁ ଆପଣ ତ ଠିକ ଅଛି, ଆପଣ ହେଇପାରନ୍ତି ଭୋକ୍ତା ଏବଂ ସର୍ବଲୋକ ମହେଶ୍ୱର, ସେଥିରେ ମୋର କଣ ଜାୟାସ ଅଛି? ମୁଁ ତ ଏତେ ଲୋକ ମାରିବି, ହାଣିବି, ମୋର ତ ପାପ ହବ। ପାପ କଣ ହବ? ଯଦି ପାପ ହବ ମତେ କାହିଁକି ଆପଣ ଉଦ୍ଧାର କରିବେ ବୋଲିକି କହୁଛନ୍ତି? ହେଇଥାଇ ପାରନ୍ତି ଆପଣ ବଡ ବ୍ୟକ୍ତି, କିନ୍ତୁ ଆପଣ ମତେ କାହିଁକି ଉଦ୍ଧାର କରିବେ? ଥାର୍ଡ ଲାଇନ ଭଗବାନ କହୁଛନ୍ତି ସୁହୃଦମ୍ ସର୍ବଭୂତାନାଂ, ପ୍ରତ୍ୟେକ ପ୍ରାଣୀର ହୃଦୟରେ ମୁଁ ଥାଇଛି, ଅଛି ଏବଂ କଲ୍ୟାଣ କରୁଛି ତାଙ୍କର, ମୋର ହିତ। ତେଣୁ ଅର୍ଜୁନ ଭାବୁଛନ୍ତି ହଁ ତାହେଲେ ମୋର ହିତ ସେ ଚାହୁଁଛନ୍ତି। ତେଣୁ ହୃଦୟରେ ହିତ ଚାହିଁବା ବାଲା, କଲ୍ୟାଣ ଚାହିଁବା ବାଲା, ମଙ୍ଗଳ ବା ଯୋଉ ଶୁଭାକାଂକ୍ଷୀ ଯାହା କହୁଛନ୍ତି, ଆମର ଭଲ ଯିଏ ଚାହୁଁଛନ୍ତି ବା ଆମର ଯିଏ ତ୍ରାଣକର୍ତ୍ତା, ଏକମାତ୍ର ତ୍ରାଣକର୍ତ୍ତା କେବଳ ଭଗବାନ ଶ୍ରୀକୃଷ୍ଣ। ତେଣୁ ଅର୍ଜୁନ ଭାବୁଛନ୍ତି ଠିକ ଅଛି, ସେଥିପାଇଁ ମତେ ପାପରୁ ଆପଣ ମୁକ୍ତ କରିଦେବେ। ତେଣୁ ଭଗବାନ କହୁଛନ୍ତି ସୁହୃଦ, ଆମେ ହଉଛେ ତାଙ୍କର ସୁହୃଦ। କେତେବେଳେ ସୁହୃଦ ହବା? ଯଦି ଆମେ ତାଙ୍କର ଭକ୍ତି କରୁଛେ, ଆମେ ଯଦି ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛେ, ତାହେଲେ ଭଗବାନ କହୁଛନ୍ତି ଯଦି କରୁଛ ତାହେଲେ ତମେ ମୋର। ମୁଁ ତ୍ରାଣକର୍ତ୍ତା, ମୁଁ ସେଭ୍ କରିବି, ବଞ୍ଚେଇବି, ପାପରୁ ମୁକ୍ତ କରିବି। ତେଣୁ ଏଇଭଳି ଯେତେବେଳେ କୃଷ୍ଣଙ୍କୁ ଆମେ ଏଇ ତିନି ପ୍ରକାରରେ ଜାଣିବା, ଅର୍ଥାତ୍ ସେ ଭୋକ୍ତା, ସେ ମାଲିକ, ସେ ସୁହୃଦମ୍ ହିତାକାଂକ୍ଷୀ, ଆମର ଯେତେବେଳେ ଏଇ ଜ୍ଞାନ ଆସିବ, ଆମେ, ପ୍ରଭୁପାଦ କହୁଛନ୍ତି ଯେ ଆମେ ଏଇ ଅବିଦ୍ୟା ସାଗରକୁ ପାର କରିଯିବା। ପ୍ରଭୁପାଦ କର୍କଟରେ କହୁଛନ୍ତି ଯେ ଏଇ ଭୌତିକ ଜଗତ ହଉଛି ଅବିଦ୍ୟାର ସାଗର ବା ସଂସାର ଦାବାନଳ। ଏ ସଂସାରକୁ, ମାନେ ଜଙ୍ଗଲରେ ଯେମିତି ନିଆଁ ଲାଗେ, ନା ତାରି ସାଙ୍ଗରେ ତୁଳନା କରୁ, ଜଙ୍ଗଲରେ ନିଆଁ ଲାଗିବା ଯାଏ ଏ ସଂସାର ସେୟା। କାହିଁକି ସେ ତୁଳନା କରୁଛନ୍ତି ଏଇଭଳି? କାହିଁକି? ନା ସବୁଠି ଦୁଃଖ ରହିଛି ଏ ସଂସାରରେ, ଯୁଆଡେ ଯିବ ଦୁଃଖ, ପ୍ରତ୍ୟେକ ଲୋକ ସଫର କରୁଛନ୍ତି। ଏବଂ ଯେମିତି ଆମେ ଜଙ୍ଗଲରେ କାହିଁକି ନିଆଁ ଲାଗିଛି ଆମେ ଜାଣିପାରୁନେ, ସେମିତି ଏ ସଂସାରରେ ଥାଇକି ଆମେ କାହିଁକି ଦୁଃଖ ପାଉଛେ ବା ଦୁଃଖ କୋଉଠୁ ଆସୁଛି ତାହା ମଧ୍ୟ ଆମେ ଜାଣିପାରୁନେ, କିନ୍ତୁ ପ୍ରତ୍ୟେକ କଷ୍ଟ ପାଉଛନ୍ତି, ଦୁଃଖ ପାଉଛନ୍ତି। ଇଏ ହେଲା ସଂସାର ଦାବନାଳ। ଏବଂ ପ୍ରପାତ ମଧ୍ୟ ଏହାକୁ କହୁଛନ୍ତି ଯେ ଓସନ ଅଫ ନେସାଇନ୍ସ, ମାନେ ଏ ଅବିଦ୍ୟାର ସାଗର, ଅଜ୍ଞାନତାର ସାଗର, ଏ ହଉଛି ଜନ୍ମ ମୃତ୍ୟୁର ସାଗର, ଏ ଭବସାଗର। କାହିଁ କହୁଛନ୍ତି ଡିଫିକଲ୍ଟ ଟୁ କ୍ରସ୍ ଦିସ୍ ୱାର୍ଲଡ, ଏ ଭବସାଗରକୁ ପାର କରିବା ଏତେ ସହଜ ନୁହେଁ। କିନ୍ତୁ ଭଗବାନ କହୁଛନ୍ତି ସହଜ ତ ନୁହେଁ,
କିନ୍ତୁ ଆମେ ଯଦି ଜାଣିଗଲେ ଯେ ସେ ହଉଛନ୍ତି ଭୋକ୍ତା, ସେ ହଉଛନ୍ତି ମାଲିକ, ସେ ହଉଛନ୍ତି ହିତାକାଂକ୍ଷୀ, ବହୁପାତ କହୁଛନ୍ତି ଅବିଦ୍ୟା ସାଗରରେ ଚାଲିଥିବା ଯୋଉ ଜୀବନ ସଂଗ୍ରାମ, ସେଥିରୁ ଆମେ ଉଦ୍ଧାର ପାଇଯିବା। କେମିତି? ସେକେଣ୍ଡ ଲାଇନରେ ଶ୍ଲୋକରେ, ଏଇ ଶ୍ଲୋକରେ ଭଗବାନ କହୁଛନ୍ତି, ସେକେଣ୍ଡ ଲାଇନରେ 36 ନମ୍ବର ଶ୍ଲୋକରେ ସେକେଣ୍ଡ ଲାଇନରେ ଭଗବାନ କହୁଛନ୍ତି ସର୍ବଂ ଜ୍ଞାନ ପ୍ଲବେନୈବ ବୃଜିନଂ ସନ୍ତରିଷ୍ୟତି। ମାନେ ଏଠି ଭଗବାନ କମ୍ପେୟାର କରୁଛନ୍ତି ପାପକୁ ସମୁଦ୍ର ସାଙ୍ଗରେ, ଜ୍ଞାନକୁ ନୌକା ସାଙ୍ଗରେ। ମାନେ ଭଗବାନ କହୁଛନ୍ତି ପାପ କୂଅ, ପୋଖରୀ, ନଦୀ ଏଭଳିଆ ଜିନିଷ ନୁହେଁ, ସମୁଦ୍ର। ଏଇ ଯୋଉ ଭବସାଗରରେ ଯୋଉ ପାପ ଆମେ କରୁଛେ ସେ ସମୁଦ୍ର ଭଳିଆ ପାପ ସାଗର। ଯଦି ପାପ ସାଗର, ତ ବଡ ଜାହାଜ ଗୋଟେ ଦରକାର ନା, ଏ ନୌକା କଣ ଅ, ଆମକୁ ପାର କରିବ ସମୁଦ୍ରରେ? ବଡ ଜାହାଜ ଦରକାର, କିନ୍ତୁ ଏଠି ନୌକା କହୁଛନ୍ତି ଭଗବାନ। ଇଏ ହଉଛି ଜ୍ଞାନର ନୌକା, ଏଇଭଳି ଯେ ଇଏ ପରଫେକ୍ଟ ନୌକା। ଇଏ କେବେ ବି ଏଥିରେ ଛିଦ୍ର ହବନି, ଇଏ କେବେ ହେଲେ ଡୁବିବନି, କି କୌଣସି ଦୁର୍ଘଟଣାର ସମ୍ମୁଖୀନ କରେଇବନି। ଇଏ ଏଇଭଳି ନୌକା, ଏ ଜ୍ଞାନ ନୌକା ଏଇଭଳି, ଇଏ ଫୁଲ ପ୍ରୁଫ। এই নৌকাটি କଣ କେମିତିଆ? ଫୁଲ ପ୍ରୁଫ ତ, ଡୁବିବନି। ତ କେମିତି? ସେ ଜାଣିବା ପାଇଁ, ସେଇ କଥା ଜାଣିବା ପାଇଁ ଆମେ ସେ ସେକେଣ୍ଡ ଲାଇନରେ ମାର୍କ କରନ୍ତୁ, ଭଗବାନ ଯୋଉ ଲାଷ୍ଟ ୱାର୍ଡ ସନ୍ତରିଷ୍ୟସି, ସେଟାକୁ ମାର୍କ କରନ୍ତୁ। ସନ୍ତରିଷ୍ୟସି, ସନ୍ତରିଷ୍ୟସି ମାନେ ଆମେ ପହଁରି ଯିବା ଭବସାଗରକୁ, ପହଁରିକି ପାପ ସାଗରକୁ ପହଁରିକି ଚାଲିଯିବା। ଯଦି ପହଁରିବା, ଏଇ ଶବ୍ଦରୁ ଆମେ ବୁଝ, ଜ୍ଞାନ ପ୍ଲବକୁ ବୁଝ। ଯଦି ନୌକା ଅଛି, ସନ୍ତରଣ କାହିଁକି? ପହଁରିବା କାହିଁକି? ନୌକାରେ ତ ବସିକି ଯିବା। ତେଣୁ ସନ୍ତରିଷ୍ୟସି କହିଛନ୍ତି ପହଁରି ଯିବା, ଅର୍ଥାତ୍ ଏଇ ଯୋଉ ଜ୍ଞାନ ପ୍ଲାବ, ଜ୍ଞାନ ରୂପୀ ନୌକା, ଇଏ ହଉଛି ଲାଇଫ ଜ୍ୟାକେଟ, ଜୀବନ ଭେଳା। ତାକୁ ଭଗବାନ ଲାଇଫ ଜ୍ୟାକେଟ ବୋଲି କହୁଛନ୍ତି। ଲାଇଫ ଜ୍ୟାକେଟରେ ସନ୍ତରଣ କଲେ ନା ଡୁବିବ ନା ଦୁର୍ଘଟଣା ହବ। ଜ୍ଞାନ ପ୍ଲବ ଅର୍ଥାତ୍ ଜ୍ଞାନ ରୂପୀ ଲାଇଫ ଜ୍ୟାକେଟ, ତାକୁ ଯିଏ ପିନ୍ଧିଛି ସେ ଡୁବି ପାରିବନି। ଜ୍ଞାନ ରୂପୀ ନୌକା, ଜ୍ଞାନ ପ୍ଲବ। କୋଉ ଜ୍ଞାନ? କୃଷ୍ଣଙ୍କ ତତ୍ଵ ଜ୍ଞାନ, ଯୋଉ ଆମେ ଜ୍ଞାନ ଆଲୋଚନା କଲେ, ଭୋକ୍ତା, ସର୍ବଲୋକ ମହେଶ୍ୱର, ସୁହୃଦମ, ସେଇ ଜ୍ଞାନ, କୃଷ୍ଣ ତତ୍ଵ ସେଇ। ତେଣୁ ଏଇ ଜ୍ଞାନ ରୂପୀ ମାନେ ଜ୍ୟାକେଟ, ନୌକା ଯୋଉଟା ଜ୍ଞାନ ପ୍ଲବ କହୁଛନ୍ତି ଭଗବାନ, ଏ ଜ୍ୟାକେଟ, ଜ୍ଞାନ ରୂପୀ ଜ୍ୟାକେଟ, ଲାଇଫ ଜ୍ୟାକେଟ, ତାକୁ ପିନ୍ଧିଲେ ଭଗବାନ କହୁଛନ୍ତି ବ୍ରିଜିନମ। ବ୍ରିଜିନମ ମାନେ ସେ କହୁଛନ୍ତି ସମସ୍ତ ପାପ, ଦୁଃଖ, କଷ୍ଟ ସମୁଦ୍ର ଭଳି ହେଲେ ବି ତାକୁ ଆମେ ପାର କରିଯିବା। ଠିକ ଅଛି, ଆମେ ବୁଝିଗଲେ। ଅର୍ଜୁନ ଭାବୁଛନ୍ତି ଠିକ ଅଛି ମୁଁ ଡୁବିବିନି, ପାର କରିଯିବି, କିନ୍ତୁ ପ୍ରଭୁ ଏ ପହଁରିକି ସମୁଦ୍ର ପାର କରିବାକୁ, ପହଁରିବାକୁ ପଡିବ ନା, ଲାଇଫ ଜ୍ୟାକେଟ ତ ପିନ୍ଧିଛି, ଜ୍ଞାନ ପ୍ଲବ ଦ୍ୱାରା ମୁଁ ପହଁରିବି, କିନ୍ତୁ ମତେ ସମୟ ତ ଲାଗିବ। ଖାଇବା, ଖାଇବି କଣ, ପିଇବି କଣ? ସେ ସମୁଦ୍ରରେ ପହଁରିଲା ଏତେ ସମୟରେ ଧରିକି ଯୋଉ ମୁଁ ପହଁରିବି, ଅନେକ ଦିନ ଲାଗିଯିବ। ଏବଂ ଏତେ ବଡ ସମୁଦ୍ର ପହଁରିବା ବି ସହଜ ନୁହେଁ, ପାର କରିବା ସହଜ ନୁହେଁ। କୃଷ୍ଣ କହୁଛନ୍ତି ଯେ ଟାଇମ କଥା ଚିନ୍ତା କରୁଛ ଅର୍ଜୁନ। କହୁଛନ୍ତି ଅର୍ଜୁନ ଏଗ୍ରିଡ୍, ମୁଁ ବୁଝିଗଲି ଯେ ଏ ଯୋଉ ଭବସାଗର, ଇଏ ହଉଛି ପାପ
रूपी समुद्र आम आम जी पाप करिचे ए भौतिक जगत रे से गोटे पापर समुद्र ये ठीक अच्छे किंतु मो तत्व जानी गले जो तत्व ज्ञान पाई गले भगवान कहते दैट इज इम्पोर्टाट वंस तत्व ज्ञान प्राप्त हो गला कौन हम मो चरण रे शरण नब तमे शरणागति आसीबो तत्व ज्ञान जितेबाला आम दिव्य ज्ञान प्राप्त करवा ऑटोमेटिकली देयर इज नो वे आउट आउ आमको आम केवल शरणागति ही हम यदि प्रकृत दिव्य ज्ञान अर्थ ही शरणागति जदि शरणागति है कौन हम ब्रह्मा बतौଛନ୍ତି प्रार्थना रे कहउଛନ୍ତି बतौ तो नाहंती प्रार्थना करिकि ब्रह्मा कहउଛନ୍ତି कृष्ण को प्रार्थना करूଛନ୍ତି कौन समाश्रिता ये पद पल्लव प्लवम महत्पदम पुण्य जशो मुरारे भवम बुधि वच्छ पदम परम पदम 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 यत् विपदम न तेषाम गोटे सेकेंड देखे এটা ଶ୍ଲୋକଟା ଭଲ ଶ୍ଲୋକଟା ନା এটা ଡେରି ହବ ଏନିୱେ ଆଣିଲା ବେଳକୁ ଡେରି ହବ ତେବେ ମୁଁ ଏଟା ବୁଝେଇ ଦଉଛି ଏ ଶ୍ଲୋକ ଭଗବାନ କଣ କହୁଛନ୍ତି ଯେ ଦେଖ ମୋ ଜ୍ଞାନ ତତ୍ଵ ଜ୍ଞାନ ପାଇଲେ ଅଟୋମେଟିକାଲି ମୋ ଶରଣାଗତି ତମର ହବ ମୋ ଚରଣରେ ଶରଣ ନବ ନେଲେ କଣ ହବ ସମା ଏଇ ଶ୍ଲୋକରେ ବ୍ରହ୍ମା କହୁଛନ୍ତି ସମାଶ୍ରିତା ଇଏ ଯିଏ ଶରଣ ଯାହାର ଶରଣାଗତି ହେଇଛି ବା ଶରଣ ନେଇଛି କୋଉଠି ପ୍ଲବମ ନୌକାରେ ଆଶ୍ରୟ ନେଇଛି କୋଉ ନୌକା ଅଧପଲ୍ଲବ ଭଗବାନଙ୍କର ଚରଣରେ ଭଗବାନଙ୍କ ଚରଣ କମଳରେ ଯିଏ ଆଶ୍ରୟ ନେଇଛି କୋଉ ଭଗବାନ ମହତ୍ପଦମ ଯିଏ ଏ ଭବସାଗରର ଏ ଭୌତିକ ମାନେ ଏ ଜଗତର ତ୍ରାଣକର୍ତ୍ତା ଏ ସୃଷ୍ଟିର ତ୍ରାଣକର୍ତ୍ତା कस्मिक मैनिफेस्टेशन हम जहाँ कहूँ एंटायर सृष्टि तार त्राणकर्ता महत्प्रदम से ही भगवान से भगवान आउरी किए पुण्य माने पवित्र आउरी कहउଛନ୍ତି से किए जशो मुरारे जे मुरारी असुर को मारिवार जहाँकर ख्याति अछि सेही भगवानଙ୍କର चरण कमल रे आमे आश्रय नहीं जीवा जदि आमे ज्ञान को प्राप्त कले कौन हम नेले भवम्बुदि कहउଛନ୍ତି भवम्बुदि माने ये भव सागर जो पापर सागर बच्छ पदम बच्छ माने बाछुरी बाछुरी रो खुरा रे माने खुरा चिन्ह जेडी की बड़ जागा सही भलिया ही जीव ये भव सागर ये पापर सागर परम पदम जदि हो गला तापर कौन तार कर जीवा तार करी कोठी की जीवा परम पदम वैकुंठ परम धाम आंकरी पाखु परम पदम सेठी गले कौन हबो पदम पदम जत विपदम न तेषाम जोठी प्रति पदरे विपद नहीं कहीं कहउଛନ୍ତି ना भौतिक जगत रे विपद अच्छी प्रत्येक स्टेप रे प्रत्येक मुहूर्त रे ये जगत रे जगत होउची विपदर सागर पापर सागर किंतु भगवान को ब्रह्मा कहउଛନ୍ତି जे हमर गोटे नौका अछि सी होउची लोटस फीट ऑफ लॉर्ड श्री कृष्ण तांकर चरण कमल सेही ସେଇଠି ଯଦି ଆମେ ଆଶ୍ରୟ ନେଲେ ଶରଣ ପଶିଲେ କଣ ହବ ବଞ୍ଚିଯିବା ସେଠି ଶରଣ ଆମେ ଶରଣାଗତି ସେଇଠି ଯଦି ତାଙ୍କ ଚରଣ କମଳରେ ଆମେ ଆଶ୍ରୟ ନେଲେ पूरा समुद्र जो पापर समुद्र अविद्यार सागर गोटे छोट
ମାନେ ବାଛୁରୀର ଖୁରାରେ ଯେତିକି ପାଣି ଧରିବ, ଖୁରା ଚିହ୍ନରେ ଯେତିକି ପାଣି ଧରିବ, ସମୁଦ୍ର ସେଇଭଳିଆ ହେଇଯାଉଛି। ଆଚ୍ଛା, ବାଛୁରୀର ପଦ ଖୁରାରେ କେତେ ପାଣି ଧରିବ କିଏ କହିବ? ବାଲ୍ଟିଏ ନା ଦି ବାଲ୍ଟି? କେଇ ଜଣ କୁହ କେତେ ପାଣି ଧରିବ? ଆଞ୍ଜୁଳେ ପାଣି ଧରିବ, ଆଞ୍ଜୁଳେରୁ କମ। ଆଞ୍ଜୁଳି ବି ନୁହେଁ, ଆଞ୍ଜୁଳି ବହୁତ ହେଇଗଲା। ମାନେ କେତେ, 50 ml ମ୍ୟାକ୍ସିମମ୍ ହବ, ସେଇ ଆଞ୍ଜୁଳି ବୋଲିକି ଭାବ। ଗୁଡ୍। ତେଣୁ ସେତିକି ପାଣିକୁ ଆମକୁ ପାର କରିବାକୁ କେତେ ସମୟ ଲାଗିବ? ଯୋଉ ଅର୍ଜୁନ କହୁଛନ୍ତି ମତେ ପାର କରିବାକୁ ବହୁତ ସମୟ ଲାଗିବ, ଖାଇବି କଣ ପିଇବି କଣ ସେ ସମୟ ଭିତରେ? ଏଡେ ବଡ ସମୁଦ୍ର ପାର କରିବା ବି ସହଜ ନୁହେଁ। ଭଗବାନ କହୁଛନ୍ତି ଆରେ ତୁ ମୋ ଚରଣ କମଳରେ ଆଶ୍ରୟ ନେଲା ମାନେ, ସେ ମାନେ ବ୍ରହ୍ମା କହୁଛନ୍ତି ପ୍ରେୟାରରେ ଯେ ସେଇଟା କଣ ହଉଛି, ସେ ଯୋଉ ସାଗରଟା, ସେ ଯୋଉ ପାପର ସାଗର, ସେ ଏଇଭଳିଆ ହେଇଯାଉଛି, ଗୋଟେ ଆଞ୍ଜୁଳେ ପାଣି ଭଳିଆ ହେଇଯାଉଛି। ତାକୁ ମତେ କେତେ ସମୟ ଲାଗିବ ପାର କରିବାକୁ? ସେଥିପାଇଁ ଆମକୁ ଲାଇଫ ଜ୍ୟାକେଟ ଦରକାର। ନା। ଆ, ତେଣୁ ଭଗବାନଙ୍କର ପାଖରେ ଆମେ ଯଦି ଶରଣାପନ୍ନ ହେଇଗଲେ, ପୁରା ସରେଣ୍ଡର କରିଗଲେ, ମୁକ୍ତ ହେଇଯିବା, ଆମେ ପାଇଯିବା, ଏ ପାପ ସାଗରକୁ ପାର କରିଯିବା। ତ ଏଇଭଳି କୃଷ୍ଣ ତତ୍ଵ ଜାଣିଲେ, ମାନେ ତାଙ୍କ ଜ୍ଞାନ, ଦିବ୍ୟ ଜ୍ଞାନକୁ ପ୍ରାପ୍ତ କଲେ। କର୍ମ କରିବା ଭଗବାନଙ୍କ ପାଇଁ। ଆମେ ଯଦି ଆମେ ଦିବ୍ୟ ଜ୍ଞାନ ପାଇବା, ଆମେ ତାଙ୍କରି ପାଇଁ ବି କର୍ମ କରିବା। କଣ କରିବା? ପ୍ରଥମ କର୍ମ ହଉଛି ଆମେ ଶରଣାପନ୍ନ ହେଇଯିବା, ଶରଣାଗତି ଆସିଗଲା ଆମର, ଦିବ୍ୟ ଜ୍ଞାନ ପ୍ରାପ୍ତ ହେଲା ପରେ। ତାପରେ ଆମେ କଣ କରିବା? ଭଜନ କରିବା, କେବଳ ତାଙ୍କ ପ୍ରସନ୍ନତା ପାଇଁ କାମ କରିବା। କୃଷ୍ଣଙ୍କ ପାଇଁ କାମ କରିବା। ତେଣୁ ଏ ଦିବ୍ୟ ଜ୍ଞାନ ଦେଖନ୍ତୁ କେତେ ପାୱାରଫୁଲ, ସବୁ ପାପକୁ ପାର କରିଯିବ, ପାପର ସମୁଦ୍ରକୁ ଆରାମ ସେ ପାର। ये खाली बहुत उदाहरण अच्छी, आम कौचे किंतु बहुत उदाहरण अच्छी। ये पाप सागर को मृगारी भली पापी ए दुनिया किए अच्छी? आप जानी मुर्गारी स्टोरी शुणी, जगाई मधाई स्टोरी शुणी, अवंती ब्राह्मण कथा शुणी जानी, से बड़ी बड़ पापी ए दुनिया किए अच्छी? किंतु से यही भगवान नारद मुनि पाई ज्ञान पाइला पर से भगवान चरण कमल आश्रय नहीं कि भवसागर को पार कर दिए। भगवान कृष्ण मध्य ए नवम अध्याय 30 नंबर श्लोक से कहे, आहरी गोटे यही एक्जाक्टली या सहित लिंक थी, कहे सेठी कहे अपि चेत सुदुराचार भजते माम अनन्य भाव। माने जी अनन्य भाव, माने जी एक लय रे अन्य कुआडे आउ नाही, मोरी पाखरे जे मोर भजन करुची, मते भक्ति करुची, भजते माम। जिते दुराचार ही थाउ कौन हम साधुरेव सह मंतव्य, माने से साधु बोली कि भाविबा पड़ो। कृष्णा सर्टिफिकेट दौरान जेते दुराचार हो, जेड़े बड़ पापी ए दुनिया रे हो, जदि मोर भक्ति करुची, जदि मोर जे नाम नौची, जप करुची, मो पाई काम करुची, ताले कौन हम? भगवान कहउचंती सेही केवल ताकू ही आमे केवल साधु बोली कहिबा। तो दैट इज इंपोर्टेंट। आम तामाने दिव्य ज्ञान इज नथिंग बट भक्ति। यही हूँ भक्ति, दिव्य ज्ञान प्राप्त अर्थ कौन? भगवान भक्ति पाइले ही हम भक्ति करुचे। तेणु यही अर्जुन को आश्वासन दौरान भगवान कहते ठीक अच्छी, तमें महापापी, तमें दुराचारी,
ତମେ ଅସଂସ୍କାରୀ, ଏଇଭଳି ଭଗବାନ କହୁଛନ୍ତି। କିନ୍ତୁ ଭୟ କରେ ନା ଅର୍ଜୁନ, ମୋର ଆଶ୍ରୟ ନିଅ, ମୋ ବିଷୟରେ ଜାଣ, ତତ୍ଵ ଜ୍ଞାନକୁ ପ୍ରାପ୍ତ କର। ଏସବୁ ତତ୍ଵ ଜ୍ଞାନ ମୁଁ ଦେଇଛି ଗୀତାରେ। କେବଳ ତମକୁ ଗୀତା କ୍ଲାସ ଆଟେଣ୍ଡ କରିବାକୁ ପଡିବ, ଭଗବତ ଗୀତା ପଢିବାକୁ ପଡିବ। ତାହେଲେ ଏଇ ଯୋଉ ବ୍ରିଜନଂ ଦୁଃଖାର୍ଣ୍ଣବ, ଦୁଃଖର ସାଗର, ଅବିଦ୍ୟାର ସାଗର, ସଂସାର ଦାବାନଳ, ଆକୁ ତମେ ପାର କରିଯିବ। ତେଣୁ ଏଇଭଳି ପ୍ରଭୁପାଦ କହୁଛନ୍ତି ଯେ ଭକ୍ତି କଲେ ପୁରୁଣା ପାପ ତ ନଷ୍ଟ ହେଇଯିବ ଯଦି ଆମେ ଭକ୍ତି କଲେ ଭଗବାନଙ୍କର। ଇଭିନ୍ ପ୍ରାରବ୍ଧ, ଏ ଅବିଦ୍ୟା ପ୍ରାରବ୍ଧ କାହିଁକି ହୁଏ ନା, ଭଗବାନ କହୁଛନ୍ତି ନା ଅବିଦ୍ୟା ସାଗରରେ, ପ୍ରଭୁପାଦ କହୁଛନ୍ତି ଅବିଦ୍ୟା ସାଗରରେ ଚାଲିଥିବା ଜୀବନ ସଂଗ୍ରାମ, ସେଟା କଣ ପ୍ରାରବ୍ଧ। ଯୋଉ ଜୀବନ ସଂଗ୍ରାମ ଚାଲିଛି ସେଟା ଆମେ ଯୋଉ ପ୍ରାରବ୍ଧ ନେଇକି ଆସିଛେ, ତେଣୁ ସେ ପ୍ରାରବ୍ଧରୁ ଆମେ ଉଦ୍ଧାର ପାଇଯିବା। କାହିଁକି ନା ଭଗବାନଙ୍କ ପାଖରେ ଆମେ ଶରଣ ନେଇଗଲେ, ତାଙ୍କର ଭକ୍ତି କଲା ମାନେ ସେ ଆମକୁ ଲାଇଫ ଜ୍ୟାକେଟ ଦେଇ ଦଉଛନ୍ତି। ସମୁଦ୍ର ଆଞ୍ଜୁଳା ପାଣି ଭଳିଆ ହେଇଯାଉଛି। ତେଣୁ ସମୁଦ୍ର, ଏଇ ଯୋଉ ପାପର ସମୁଦ୍ର, ଇଏ ଛୋଟ ହବ କେତେବେଳେ, କେମିତି ଛୋଟ ହବ, ଆମର ଡିଗ୍ରୀ ଅଫ ସରେଣ୍ଡର ଅନୁସାରେ। ଯଦି ଆମେ 50% ସରେଣ୍ଡର କରିଛେ, ତାହେଲେ ସାଗରଟି, ସମୁଦ୍ରଟି ନଦୀ ହେଇଯାଇପାରେ। ଯଦି 70% ଗୋଟେ ପୋଖରୀ ହେଇଯାଇପାରେ। ଯଦି 80% ଆମେ ସରେଣ୍ଡର ହେଇଛେ, ଶରଣାପନ୍ନ ହେଇଯାଇଛେ ଭଗବାନଙ୍କର 80-90%, ତାହେଲେ କୂଅ ଭଳିଆ ହେଇଯିବ। କିନ୍ତୁ 100% ହେଇଗଲେ ଆଞ୍ଜୁଳେ ପାଣି ଭଳିଆ ହେଇଯିବ। ଏ ଏଇ ଯୋଉ ବିପଦର ସାଗର ବା ପାପ ସାଗର, ଦୁଃଖର ସାଗର। ତ ଏଇଭଳି ଭଗବାନ କହୁଛନ୍ତି। ତେଣୁ ଜ୍ଞାନ ପ୍ଲବ ହଉଛି ଭଗବାନଙ୍କର ଚରଣ କମଲ, ଅର୍ଥାତ୍ ଶରଣାଗତି, ଅର୍ଥାତ୍ ଭକ୍ତି। ଏ ଜ୍ଞାନ ପ୍ଲବ ଆଉ କିଛି ନୁହେଁ। ଜ୍ଞାନ ରୂପୀ ନୌକା ଅର୍ଥ ଦିବ୍ୟ ଜ୍ଞାନ ରୂପୀ ନୌକା ଯୋଉଟା, ସେଟା ହଉଛି ଭକ୍ତି। ଯୋଉ ଭକ୍ତି କି ହଉଛି ମହାନ, ଉଚ୍ଚ, ଅତି ସୁନ୍ଦର, ଆନନ୍ଦଦାୟକ, ବ୍ଲିସଫୁଲ ଏ ଭକ୍ତି। ଏ ଭକ୍ତି ନୁହଁ କି ଏ ଷ୍ଟେରିଓଟାଇପ ଯାକୁ କଲେ ଆମେ, ଆମକୁ ମାନେ ଲାଗିବ ସତେ ଯେମିତି କଣ ଗୋଟେ ନା, ଆମକୁ ଆନନ୍ଦ ମିଳିବ। ଏ ଭକ୍ତି କଣ? ଏ ଭକ୍ତି ହଉଛି ଭଗବାନଙ୍କର ପବିତ୍ର ନାମ ଜପ କରିବା, ଆଟେଣ୍ଟିଭଲି, ସିନସିୟରଲି, ସିରିୟସଲି, ଦୃଢତାର ସହିତ, ଏକାଗ୍ରତା ଚିତ୍ତରେ, ଅନ୍ୟମନସ୍କ ନ ହେଇକି ପ୍ରତ୍ୟେକ ୱାର୍ଡ କୁ ଆମେ ଭଗବାନଙ୍କର ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ପ୍ରତ୍ୟେକ ୱାର୍ଡରେ ଆମେ ଶୁଣୁଛେ, ଆମର ମାଇଣ୍ଡ ସେ ପ୍ରତ୍ୟେକ ଭଗବାନଙ୍କର ନାମରେ, ଶବ୍ଦରେ ଆମର ଧ୍ୟାନ ରହୁଛି, ଆଉ କୁଆଡେ ଯାଉନି। ତେଣୁ ଏଇଭଳି ଆଟେଣ୍ଟିଭଲି ଆମେ ଚାଣ୍ଟିଂ କରିବା, ଅର୍ଥାତ୍ ନାମ ଜପ କରିବା, ଭଗବାନଙ୍କର ସେବା କରିବା, ତାଙ୍କର ବିଷୟରେ ମାନେ ସିଏ ଯାହା ଶିକ୍ଷା ଦେଇଛନ୍ତି, ଅର୍ଥାତ୍ ଭଗବତ ଗୀତା, ତାକୁ ପଢିବା, ଶୁଣିବା ଏବଂ ତାଙ୍କ ବିଷୟରେ ଜାଣିବା, ତାଙ୍କର ନାମ ରୂପ ଲୀଳା ଗୁଣ ବିଷୟରେ ଆମେ ଜାଣିବା ଏବଂ ତାଙ୍କ ଭକ୍ତଙ୍କ ବିଷୟରେ ମଧ୍ୟ ଜାଣିବା ଭାଗବତମ ପଢିକି। ଏଇଭଳି ଯେତେବେଳେ ଆମେ କରିବା, ଆମେ ଏ ପାପ ସାଗରକୁ ପାର କରିଦବା ଏବଂ ଆମେ ଶାନ୍ତି ପାଇବା ଏବଂ ଆନନ୍ଦ ମଧ୍ୟ ପାଇବା। ଏଇଭଳି ଭଗବାନ କହୁଛନ୍ତି। ତେବେ ଏଇଭଳି ଆହୁରି ବି ଭଗବାନ କହିବେ ଆଉ ଗୋଟେ ଫାଇଦା ପୁଣି 37 ନମ୍ବର ଶ୍ଲୋକରେ। ଆଜି ଆଉ ଏତିକିରେ ରହିବା, ଆଜି ତ ଡିଷ୍ଟର୍ବାନ୍ସ ହେଲା, ମୁଁ ୟାକୁ ଠିକ କରେ ପ୍ରଥମେ କମ୍ପ୍ୟୁଟରକୁ, ତାକୁ ଦେଖିବା। ଏନିୱେ, ग्रंथराज श्रीमद भगवद गीता की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण। किए सब ଥିଲେ? गुड।
Very good। ତେବେ ତମେ କ୍ଲୋଜ କରିବା।